କେଳେ ଦେଇଥିଲେ ଆମେ ଯାହା ଛୋଟକାଟିଆ ବିଜନେସ୍ ବା ଦୋକାନଟେ ଯାହା ଗୋଟେ କରିକି ଆମେ ଚଳି ପାରିଥାନ୍ତୁ। ଆମେ ଆମ ପରିବାରକୁ ଆମେ ଟିକେ 5-10 ଟଙ୍କା ପାଇଥିଲେ ଆମେ ପୋଷି ପାରିଥାନ୍ତୁ। କିନ୍ତୁ ଆମର ସେଟା କିଛି ହେଇପାରୁନି। ସିନା ମାସକୁ ଖର୍ଚ୍ଚଟା ଆମର ସେଟା ହଉନି। ସେ ତ ବର୍ଷେ କଥା କହୁଛି, ମାସକୁ ଖର୍ଚ୍ଚଟା ହେଇପାରୁନି। ସୁଭଦ୍ରା ଯୋଜନା ମୁଁ ବହୁତ ମାନେ 2-3 ଥର ଆପ୍ଲାଏ କଲି, ମୋର ଆସିଲାନି। ଖାଲି ମାନେ ଆଗକୁ ପ୍ରୋସେସିଂ ବୋଲି ଲେଖିଲା। ଏମିତି 2 ଥର ପରେ ମୁଁ ଏଠୁ 3 ଥରକୁ ପାଇଲି। ମୁଁ ଏବେ 2ଟା କିସ୍ତି ପାଇଛି। ସେଇଟା ତ ସମ୍ଭବ ନୁହେଁ। ଆମକୁ ଏକକାଳୀନ ଦେଲେ ଆମେ କଣ କରନ୍ତୁ? ଆମକୁ ଏମିତି ବର୍ଷକୁ 2 ଥର ଦେଲେ ଆମେ 10,000, ଆମେ ମୂଲିଆ ଲୋକ ନା, ଆମେ ତ ଖର୍ଚ୍ଚ କରି ଆମର ପଳେଇବ। ସେଇଟା ସମ୍ଭବ ନୁହଁ। ଯାହା ବି କରିଛନ୍ତି ସେଇଟା ବି ଠିକ ନୁହଁ। ସେଇଟା ତ କିଛି ରଖି ନାହାନ୍ତି। କାହିଁକିନା ଗରିବ ଲୋକମାନେ ବହୁତ ହଇରାଣ ଏବୁକୁ ହଉଛନ୍ତି। ସିଏ ଯୋଉ ଆଶ୍ୱାସନା ଦଉଛନ୍ତି ସେ ଆଶ୍ୱାସନାର କିଛି ମୂଲ୍ୟ ହିଁ ନାହିଁ। ଏକାଳେ ଦେଇଥିଲେ ଆମେ ଯାହା ଛୋଟକାଟିଆ ବିଜନେସ୍ ବା ଦୋକାନଟେ ଯାହା ଗୋଟେ କରିକି ଆମେ ଚଳି ପାରିଥାନ୍ତୁ। ଆମେ ଆମ ପରିବାରକୁ ଆମେ ଟିକେ 5-10 ଟଙ୍କା ପାଇଥିଲେ ଆମେ ପୋଷି ପାରିଥାନ୍ତୁ। କିନ୍ତୁ ଆମର ସେଟା କିଛି ହେଇପାରୁନି। ଆମେ ଆଉ କଣ କରିବୁ? ଆମେ ତ ସେଇଠି ଆଣିଲୁ ତେଲ ଲୁଣ ଟେକି ଯାହା କିଣିଲୁ ସେଇଟା ଗଲା। ତ ଆମର ହାତରୁ ଆହୁରି ଯାଉଛି ନା, ମାସକୁ ଖର୍ଚ୍ଚଟା ଆମର ସେଇଟା ହଉନି। ସେ ତ ବର୍ଷେ କଥା କହୁଛି, ମାସକୁ ଖର୍ଚ୍ଚଟା ହେଇପାରୁନି। ଏକାଥରେ ଦେଇଥିଲେ ଆମେ କିଛି ଯାହାହେଲେ କରିଥାନ୍ତୁ। ତଥାପି 50,000 ବି ସେଇଟା ଠିକ ନୁହଁ। କିନ୍ତୁ ଯେହେତୁ ସେ କହିଛି, ତାହେଲେ ଏକକାଳୀନ ଦେଇଥିଲେ ଆମେ କିଛିଟା ଯାହାହେଲେ କିଛି 5 ଟଙ୍କା ଇନକମ କରିଥାନ୍ତୁ। କଣ କରିବୁ? ଆମେ ତ ଛୁଆ ଛୋଟ ପିଲା ପାଠ ପଢୁଛି, ଆମର ତ ମାସକୁ ପଳଉଛି ନା ଟଙ୍କା 10,000 ଆଡମିସନ ରିଆଡମିସନ ମନ୍ଥଲି ଯାହା କ୍ୱାର୍ଟରଲି ଯାହା ନଉଛନ୍ତି। ଆମର ତ ସେଇଟା ବାଦ ଆହୁରି ଆମର ଡବଲ ଖର୍ଚ୍ଚ ହଉଛି। ତାହେଲେ ଆମେ କୋଉଠୁ ବିଜନେସ କରିବୁ ନା ରୋଜଗାର କରିବୁ ନା କଣ କରିବୁ? ନାଇଁ ଶୁଣ, ସେ ରାଜନୀତି ବିଷୟରେ ବି ଆମର ଆଲୋଚନା ନାହିଁ। କିନ୍ତୁ ଆମେ ଜଣକୁ କହିଲେ ଆଉ ଜଣେ ବି ଆମେ ବିଜେଡିରେ ଥିଲୁ, ବିଜେଡିରେ ବିଜେପି ଏମିତି ବହୁତ ହେଇଯାଉଛି। କାହାକୁ ଆମେ କିଛି ସେଇଟା ସେମିତି କହିପାରିବୁନୁ। କିନ୍ତୁ ଯୋଉ ନେତା ଯିଏ ଆସୁଛନ୍ତି, ସେ 5 ବର୍ଷରେ ଆସନ୍ତୁ କି 6 ବର୍ଷରେ ଆସନ୍ତୁ କି ଯିଏ ବି ଆସୁଛନ୍ତି ଆସନ୍ତୁ, କିନ୍ତୁ ଏତିକି ଯାହା ଚାହୁଁଛନ୍ତି, ଯାହା ଲୋକ ନାଗରିକତା ହଉ ବା ଯାହା ବି ହଉ, ଗୋଟେ ବାସିନ୍ଦା ଲୋକଙ୍କୁ ଆମେ ଏଇ ଉତ୍ସାହିତ ଦେଲେ, ସିଏ ଯିଏ ଭଡା ରହୁଛି ବା ଗୋଟେ କୁଡିଆ ଘର କରିକି ରହୁଛି, ସିଏ 50,000 ତାର ମାସକୁ ହଉ ବା ବର୍ଷକୁ ହଉ, ତାର ତ ଡବଲ ଯାଉଛି। କେତେ 50,000 ଯିବ? ତାହେଲେ ସେ ତାହେଲେ କେମିତି ପୋଷି ହବ? କିନ୍ତୁ ଯାହା କହୁଛନ୍ତି ରେପୁଟେଡ୍, ସେଇ ସମୟରେ ସେଇ ଠିକ ସମୟରେ ବା ଯାହା ଦଉଛନ୍ତି ସେଇଟା କରିକି ପୂରଣ କରିକି ସେଇଟା ଦେଖାନ୍ତୁ। ଆମେ ଜାଣିବୁ ଯେ ଏଇ ନେତା ବିଜେଡି ହଉ, ବିଜେପି ହଉ, କଂଗ୍ରେସ ହଉ, ଯିଏ ବି ହଉ, ସେ ତାଙ୍କ ମୂଲ୍ୟମାନ ରଖୁଛନ୍ତି। କିନ୍ତୁ ଆମ ଆଶ୍ୱାସନା ଦେଇକି ତ ଆମକୁ ପୁଣି ପାଦ ତଳେ ରଖି ଦଉଛନ୍ତି ନା। ଆମେ ତ କୋଉ ନେତାକୁ ଆମେ କଣ କହିଲେ? ନା ନା, ସେମିତି ଆମେ ବି ସିଓର ନ ପାଇବୁ ବୋଲି ପଇସା କିଏ ଦେଇପାରିବ, କୋଉ ନେତା କିଏ ଦେଇକି ଆମକୁ ଉପରକୁ ନେବେ ବୋଲି ଆମେ ବି ସେଇଟା ଆଜି ପର୍ଯ୍ୟନ୍ତ ବି ଇଏ ନା ନା, ସେଇଟା ମୁଁ ଭାବି ପାରିନଥିଲି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।